ଗୋଟେ କପ୍ ଅରୁଆ ଚାଉଳ ଓ ନଡ଼ିଆକୁ ବାଟିକି 10 ମିନିଟ୍ରେ ଆଜି ଆମେ ବନେଇବା ଏକଦମ ନରମ ନରମ ତୁଲତୁଲିଆ କ୍ଷୀର ନଡ଼ିଆ ପିଠା, ଯାହାକୁ କି ବନେଇବା ବହୁତ ଇଜି, ଖାଇବା ବହୁତ ଟେଷ୍ଟି। ଦୁଇ ପ୍ରକାର ଆମେ ବନେଇ ପାରିବା। ମସଲା ଦେଇକି ଏକଦମ ସ୍ପାଇସି ମସଲା ଦିଆ ପିଠା ବନେଇ ପାରିବା, ନହେଲେ ଚିନି ଦେଇକି ମିଠା ମଧ୍ୟ ବନେଇ ପାରିବା। ଗୋଟେ ହାତରେ ଭାଙ୍ଗି ଯାଇଥିବ, ଭିତରୁ ଏକଦମ ନରମ ନରମ ସ୍ପଞ୍ଜି ଆଉ ତୁଲତୁଲିଆ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜିର ଏହି ମଜେଦାର ରେସିପି ଷ୍ଟାର୍ଟ କରିବା। ସେଥିପାଇଁ ଏଠି ମୁଁ ନେଇଛି ଗୋଟେ କପ୍ ଅରୁଆ ଚାଉଳ, ପାଖାପାଖି 150 ଗ୍ରାମ ହେବ। ଗୋଟେ ନଡ଼ିଆକୁ ଭାଙ୍ଗିକି ତାକୁ ମଧ୍ୟ ଏମିତି ଉପରୁ କଳା ଚୋପା ତାର ଛଡ଼େଇ ଦେଇକି ନେଇ ଆସିଛି। ଚାଉଳକୁ ଭଲ ଭାବରେ ଧୋଇକି 3-4 ଘଣ୍ଟା ପର୍ଯ୍ୟନ୍ତ ଭିଜେଇକି ରଖିକି ନେଇ ଆସିବା। ଚାଉଳ ଯେତେ ଭିଜିବ ପିଠା ସେତେ ନରମ ହେବ, ତେଣୁ ଚାଉଳକୁ ଭଲ ଭାବରେ ଭିଜେଇକି ଧୋଇକି ସଫା କରିକି ନେଇ ଆସିବା। ଏବେ ନଡ଼ିଆକୁ ମଧ୍ୟ କାଟିକି ତାର ଉପର କଳା ଚୋପା ଛଡ଼େଇକି ଛୋଟ ଛୋଟ କରି କାଟିକି ନେଇ ଆସିଛି। ନଡ଼ିଆ ଆଉ ଚାଉଳକୁ ଏକାଠି ଭଲ ଭାବରେ ବାଟିଦେବା। ପୁରା ଭଲ ଭାବରେ ଚିକଣ କରିକି ବାଟି ନେଇ ଆସିବା। ଦେଖନ୍ତୁ, ଚାଉଳକୁ ଯେତେ ଭଲ ଭାବରେ ଭିଜେଇବା ଚାଉଳ ସେତେ ଭଲ ଭାବରେ ବାଟି ହେବ। ଏବେ ଚାଉଳ ନଡ଼ିଆ ବାଟି ସାରିଲା ପରେ ତାକୁ ମିକ୍ସିଂ ବୋଲକୁ ଟ୍ରାନ୍ସଫର କରିକି ସେଥିରେ ଗୋଟେ କପ୍ କ୍ଷୀର ମିଶାଇଦେବା। କ୍ଷୀର ଦେଲେ ଆମର କ'ଣ ହେବ ନା, ପିଠଉ ଆକ୍ଟିଭେଟ୍ ହେଇଯିବ। ଏଥିରେ ନା ସୋଢ଼ା ନା ଇନୋ ଆମକୁ କିଛି ୟୁଜ୍ କରିବାକୁ ପଡ଼ିବନି। ଏବେ ତାକୁ ଢାଙ୍କିକି 3-4 ଘଣ୍ଟା ପର୍ଯ୍ୟନ୍ତ ରଖିଦେବା। ମୋର ଟିକେ ଏଇଟା ଛୋଟ ବୋଲ୍ ଥିଲା, ବାହାରକୁ ଫୁଲିକି ବାହାରି ପଡ଼ିଲା, ସେଥିପାଇଁ ମୁଁ ବଡ଼ ବୋଲ୍କୁ ଟ୍ରାନ୍ସଫର କରିଦେଇଛି। ଦେଖନ୍ତୁ 4 ଘଣ୍ଟା ପରେ କେତେ ସୁନ୍ଦର ପିଠା ଫୁଲି ଯାଇଛି। ଲଞ୍ଚ ତିଆରି କରିସାରିଲା ପରେ ସାଙ୍ଗେ ସାଙ୍ଗେ ବାଟିକି ରଖିଦିଅନ୍ତୁ ଘୋଡ଼େଇକି। ଦେଖିବେ ସନ୍ଧ୍ୟାବେଳକୁ ପୁରା ଭଲ ଭାବରେ ଫୁଲି ଯାଇଥିବ। ଆଉ ରାତିରେ ଡିନର୍ ବନେଇବାକୁ ଆପଣଙ୍କୁ ରୁଟି କରିବାକୁ ଗରମରେ ପଡ଼ିବନି, ଆପଣ ଆକୁ ହିଁ ବନେଇ ପାରିବେ। ଏବେ ପିଠଉରେ ଲୁଣ ପକାଇକି ଭଲ ଭାବରେ ଗୋଳେଇଦେବା। 2 ପ୍ରକାର ପିଠା ବନେଇବା, ସେଥିପାଇଁ ମୁଁ ପିଠଉକୁ 2 ଭାଗ କରିଦେଇଛି। ପ୍ରଥମେ ଗୋଟେ ଭାଗରେ ମିଠାର ବନେଇବା, ଗୋଟେ ଭାଗରେ ମସଲା ଦିଆ ବନେଇବା। ଯେଉଁଥିରେ ମିଠାର ବନେଇବା ସେଇ ବ୍ୟାଟରରେ 2 ଚାମଚ ଚିନି ଆଉ 1/2 ଚାମଚ ଭ୍ୟାନିଲା ଏସେନ୍ସ, ନହେଲେ ଗୁଜୁରାତିର ଗୁଣ୍ଡ ବା ନହେଲେ କାର୍ଡାମମ୍ ଏସେନ୍ସ। ମୁଁ ଏଠି କାର୍ଡାମମ୍ ଏସେନ୍ସ ମିଶାଇଛି, ଆପଣଙ୍କ ପାଖରେ ଯାହା ବି ଅଛି ମିଶାଇ ଦିଅନ୍ତୁ, ନହେଲେ ଗୁଜୁରାତି ଗୁଣ୍ଡ ମଧ୍ୟ ଦେଇପାରିବେ। ଏବେ ଯେଉଁଟା ମସଲା ବନେଇବା ସେଇଟା ପ୍ରଥମେ ଆଗ ସେଇ ବ୍ୟାଟରଟା ଦେଖାଇ ଦେଉଛି। ସେଇ ବ୍ୟାଟରରୁ ଏମିତି ଛୋଟ ଛୋଟ ପ୍ଲେଟ୍ ସବୁରେ ଘିଅ ହେଉ ବା ତେଲ ହେଉ ଗ୍ରୀସ୍ କରିଦେବା। 2 ଚାମଚ ଲେଖା ସେଥିରେ ଅଳ୍ପ ଅଳ୍ପ ବ୍ୟାଟର ଦେଇକି ତା ଉପରେ କିଛି ମସଲା ଲବା। ଏଇଟା ହେଉଛି ପିଠାର ମସଲା। ଏଇ ମସଲାଟାକୁ ମୁଁ ଲାଷ୍ଟ ଭିଡ଼ିଓରେ ଆପଣମାନଙ୍କ ସାଙ୍ଗରେ ସେୟାର କରିଥିଲି, ଯେଉଁଥିରେ କି ସିମେଇର ପିଠା ବନେଇଥିଲି, ଆଳୁ ଆଉ ସିମେଇର ପିଠା। ଯଦି ଆପଣ ଦେଖିନାହାନ୍ତି ତାହେଲେ ସେଇ ଭିଡ଼ିଓ ଯାଇକି ଦେଖିନେବେ, ସେଇ ମସଲାଟା ତିଆରି କରିନେବେ। ପିଠାର ମସଲା ସେଇଟା ଆପଣ କରିକି ରଖିପାରିବେ ସବୁବେଳେ। ଯଦି ମସଲା ବାଲା ପିଠା ତିଆରି କରୁଛନ୍ତି ତାହେଲେ ସେଇଥିରେ ୟୁଜ୍ କରିବେ। ଚାଟ୍ ମସଲା ୟୁଜ୍ କରିବେନି ପିଠାର, କାରଣ ଏଥିରେ କ୍ଷୀର ଦିଆଯାଇଛି। ଏବେ ସେଥିରେ ଟିକେ ଲାଲ ମିର୍ଚ ପାଉଡ଼ର, ଧନିଆ ପତ୍ର ଦେଇକି ତାକୁ ରଖିନେବା। ଯେଉଁଟା ମିଠା ଯେଉଁ ପିଠାଟା ବନେଇବା ବ୍ୟାଟରଟା, ସେଇଟା ଏମିତି ଛୋଟ ଛୋଟ ଗିନା ଗୁଡ଼ାକ ସେଥିରେ ମଧ୍ୟ ଘିଅ ଦେଇକି ଭଲ ଭାବରେ ଗ୍ରୀସ୍ କରିଦେଇଛି। ସେଥିରେ ମଧ୍ୟ ଅଳ୍ପ ଅଳ୍ପ ବ୍ୟାଟର ଦେଇକି ତା ଉପରେ କିଛି ଚକୋ ଚିପ୍ସ ମୁଁ ଏଠି ସଜେଇ ଦେଇଛି। ଆପଣଙ୍କ ପାଖରେ ଯଦି ଚକୋ ଚିପ୍ସ ଅଛି ତାହେଲେ ଚକୋ ଚିପ୍ସ ଦିଅନ୍ତୁ, ନଚେତ୍ ଟୁଟି ଫ୍ରୁଟି ହେଉ ବା ଯେକୌଣସି ଡ୍ରାଏ ଫ୍ରୁଟ୍ସକୁ ମଧ୍ୟ ସଜେଇ ପାରିବେ। ମିଠାର ପିଠା, କ୍ଷୀର ଦିଆହେଇଛି, ନଡ଼ିଆ ଦିଆହେଇଛି, ବହୁତ ବଢ଼ିଆ ଟେଷ୍ଟ ଆସିବ। ମିଲ୍କ ପାଉଡ଼ର ମଧ୍ୟ ଟିକେ ଅଳ୍ପ ଟିକେ ଦେଇପାରିବେ, ପିଲାମାନଙ୍କୁ ବହୁତ ଭଲ ଲାଗେ। ଏବେ କଡ଼େଇରେ ପାଣି ଦେଇକି ଏବେ ତାକୁ ଆମେ ଷ୍ଟିମ୍ କରିବା। ମୁଁ 2ଟା ଯାକ ଆଟ୍ ଏ ଟାଇମ୍ ଆପଣଙ୍କୁ ଦେଖାଇ ଦେଉଛି କରିକି, ସେଥିପାଇଁ 2ଟା ଯାକ କରିଛି। ମସଲା ବାଲା ପିଠାକୁ ମଧ୍ୟ ଦେଇଦେବା, ତା ପାଖରେ ଗିନା ଛୋଟ ଛୋଟ ରଖିକି ତାକୁ ମଧ୍ୟ ଆମେ 10 ମିନିଟ୍ ଷ୍ଟିମ୍ କରିଦେବା। 10 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇକି 10 ମିନିଟ୍ ଭିତରେ ଆମର ପିଠା ରେଡ଼ି ହେଇଯିବ। ଯଦି ଇଣ୍ଡକ୍ସନ୍ କୁକର୍ ଆପଣଙ୍କ ପାଖରେ ଅଛି ତାହେଲେ 10 ମିନିଟ୍ରେ ତା ଉପରେ ବସେଇକି 10 ମିନିଟ୍ ଲଗାଇ ଦିଅନ୍ତୁ ଟାଇମର୍। ଆପଣଙ୍କର ପିଠା ରେଡ଼ି ହେଇଯିବ। ସେହି ସମୟରେ ଆପଣ ରେଷ୍ଟ କରିପାରିବେ। ଟାଇମର୍ ଲଗାଇ ଦିଅନ୍ତୁ। ଆମର କିନ୍ତୁ ଏଠି ଥାଇକିନା ମଧ୍ୟ ମୁଁ ୟୁଜ୍ କରିପାରୁନି, କାରଣ ଏଠି ଲୋ ଭୋଲ୍ଟେଜ୍, ଆମର ଇଣ୍ଡକ୍ସନ୍ କୁକର୍ ଚାଲୁନି, ତେଣୁ ବାଧ୍ୟ ହୋଇକି ଆମେ ଗ୍ୟାସ୍ରେ କରିବାକୁ ପଡ଼ୁଛି। ଆପଣଙ୍କର କ'ଣ ଏମିତି ଲୋ ଭୋଲ୍ଟେଜ୍ରେ ଆପଣ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି ତାହେଲେ ମୋତେ କମେଣ୍ଟସରେ ନିଶ୍ଚୟ ଜଣାଇବେ। ଏବେ ସେକେଣ୍ଡ ଟାଇମ୍ ପିଠା ବସାଇଲା ବେଳକୁ ମୁଁ ସେଥିରେ ଟମାଟୋ ମଧ୍ୟ ଷ୍ଟିମ୍ କରିଦେଇଛି ପାଖରେ ସାଇଡ଼୍ରେ, ଯାହାଫଳରେ କି ଆମେ ପିଠା ସାଙ୍ଗରେ ଖାଇବାକୁ ଟମାଟୋ ଚଟନି ବନେଇ ପାରିବା। ଏବେ ମୁଁ ଏଠି ପିଆଜ,
कंचा लंका आ टमाटर चोपा छड़ेकी ताकू दे देइछि चॉपर चॉप कर देइछि आपण हाथ रे मध्य करि परिबे चॉपर रे करदेले खूब शीघ्र हो जिवो सेति दे देइछि धनिया पत्र कंचा लंका टिके लाल मिर्च पाउडर लुण देकी भल भाव चॉप करके बाहर करी आनिबा आमर चटनी मध्य रेडी हो गला देखंतु 10 मिनिट भितर पिठा को चटनी आमे रेडी करि पारले जहाँ फल कि गरम रे रोटी करिवारु राति रे डिनर रे बनेबारु हमको मुक्ति मिलला लंच बनै सरला परे बैटर बाटिकी रखी दियंतु आउ संध्या समय पिठा स्टीम कर नियंतु आमर पिठा रेडी हो गला जदि वीडियो भल लागला त लाइक करिवे शेयर करिवे आउ जदि पसंद आसला रेसिपी ताले निश्चय गोटे किछि प्यारा सा कमेंट देबे फर्स्ट टाइम जदि देखुचंती ताले चैनल को सब्सक्राइब करनेबे फेसबुक पेज रे देखुथिले फॉलो करनेबे नेक्स्ट वीडियो रे देखा हबो जय जगन्नाथ।